जय जगन्नाथ। जननी जन्मभूमिश्च स्वर्गादपि गरीयसी। এই কথাটিକୁ ସମସ୍ତେ ପିଲାଦିନେ ସ୍କୁଲରେ ପାଠ ପଢ଼ିଥିବେ। ତ ଏହାରି ଭିତରେ ଗୋଟେ ଦୁଃଖଦ ଘଟଣା ହେଉଛି କ'ଣ ନା, ଗୋଟିଏ ମାର ଗର୍ଭରେ ଯେତେବେଳେ କନ୍ୟା ଶିଶୁଟିଏ ଥାଏ, ତାକୁ ପରିବାରର କିଛି ଲୋକ ଚାପ ଦେଇ ବା ଚାପ ପକାଇ ବାଧ୍ୟ କରନ୍ତି ନଷ୍ଟ କରିଦେବା ପାଇଁ। ହେଲେ ଥରେ ବୁଝିପାରନ୍ତି ନାହିଁ ଗୋଟେ ମାର ମନ କଥା। ସେଇ ମାର ମନ କଥା ବୁଝିବ ବା କିଏ? ଘର ଭିତରେ ଥିବା ଶାଶୁ ଜଣକ କୁହନ୍ତି, ନା ନା ଝିଅ ସନ୍ତାନଟାଇ ନଷ୍ଟ କରିଦେ, ପ୍ରେସରାଇଜ କରନ୍ତି। ଯେତେବେଳେ ତାଙ୍କ ପୁଅକୁ ସିଏ କୁହନ୍ତି, ପୁଅ ବାଧ୍ୟ ହୋଇକରି କ'ଣ କରେ ନା ପ୍ରେସର କରେ ତା ସ୍ତ୍ରୀ ଉପରେ, ଯେ କି ତୁମେ ନଷ୍ଟ କରିଦିଅ। ହେଲେ ଥରେ ବୁଝନ୍ତିନି ସେ ନାରୀଟିର ମନ କଥା, ସେ ତାର ସନ୍ତାନଟିକୁ କେଉଁଭଳି ଭାବରେ ନିଜ ହାତରେ ସେ ନଷ୍ଟ କରିବ। କ୍ଲିନିକାଲି ବି ଯାଉଛନ୍ତି, ନଷ୍ଟ କରିଦେଉଛନ୍ତି। ଥରେ ଭାବନ୍ତୁ ଦେଖି, ଆପଣଙ୍କର ପୁଅଟାଏ ପାଇଁ ବୋହୂଟାଏ କିଏ ହେଇଥିଲା? ସେଇ ଗୋଟିଏ ଶିଶୁ କନ୍ୟା, ଯେ କି ବଡ଼ ହେଲା ପରେ ଗୋଟେ ବୋହୂ ହେଇଥିଲା। ଆଉ ସେଇ ଶାଶୁମାନଙ୍କ ପାଇଁ ଏଇ ଭିଡ଼ିଓଟି ଗୋଟେ ଦେହକୁ ନେଲେ ବି କିଛି ଅସୁବିଧା ନାହିଁ, ଖରାପ ଭାବିଲେ ବି ମୋର କିଛି ଅସୁବିଧା ନାହିଁ। ଯାହା ସତ ତାହା ମୁଁ କହୁଛି। ପ୍ରାୟ କ୍ଷେତ୍ରରେ, ସମସ୍ତଙ୍କ କଥା ନୁହେଁ, ପ୍ରାୟ କ୍ଷେତ୍ରରେ ସେଇ ଶାଶୁମାନେ ଯଦି ଘରକୁ ଶିଶୁ କନ୍ୟାଟିଏ ଆସୁଛି, ତାଙ୍କ ମୁହଁ ମାନେ ଗୋଟେ ଯେମିତି ରାଗରେ ଲାଲ ପଡ଼ିଯାଉଛି। ଆରେ ତମେ ପରା ଗୋଟିଏ ଝିଅ, ଗୋଟେ ଶିଶୁ କନ୍ୟା ଦୁନିଆକୁ ଆସିବ, ତମେ ତାକୁ ଗର୍ଭ ଭିତରେ ମାରି ଦେଉଛ? ପୁଣ୍ୟ କରୁଛ? କି ପୁଣ୍ୟ? ଘରେ ଗୀତା ଭାଗବତ ରାମାୟଣ ପୁରାଣ ଶାସ୍ତ୍ର ପାଠ କରି ଯଦି ଗୋଟିଏ ଶିଶୁ କନ୍ୟାଟିଏ ନୁହଁ ତ ଗୋଟେ ମାଆକୁ ଆମେ ମାରି ଦେଉଛେ। ସେ ଗର୍ଭ ଭିତରେ ବି ସେ ମାଆଟିକୁ ଆମେ ମାରି ଦେଉଛେ, ଭବିଷ୍ୟତରେ ଯିଏ ମାଆ ହେବ। କିନ୍ତୁ ପୁଅଟିଏ ପାଇଁ ଗୋଟେ ଝିଅଟାଏ ଖୋଜୁଛେ, ବୋହୂଟାଏ ଖୋଜୁଛେ। ସେ ବୋହୂ ଆସିବ କେଉଁଠୁ? ନାରୀଟିଏ ରହିଲେ ତ। ନାରୀ ନ ଅରି ଯେ କାହାର ଶତ୍ରୁ ନୁହେଁ। ଯେତେବେଳେ ସେ ଉଗ୍ର ରୂପ ଧାରଣ କରେ, ସେ କ'ଣ ହେଇଯାଏ ନା ନିଆଁ ପ୍ଲସ୍ ଆରି, ନାରୀ। ନିଆଁ ରୂପରେ ଜାଳି ପୋଡ଼ି ଛାରଖାର କରିଦିଏ, ଆଉ ଆରି ରୂପରେ ବଡ଼ ବଡ଼ ବସ୍ତୁକୁ ବି ସେ କାଟି ଦେଇ ପଦା କରିଦେଇଥାଏ। ନାରୀ ଆଖିରେ ନିଆଁ ଯେତେବେଳେ ଆସିଏ, ସେ ଦୁର୍ଗେ ଦୁର୍ଗତି ନା ଆସିନି ମା। ତେଣୁ ଆମେ କ'ଣ କରୁଛେ? ଶାସ୍ତ୍ର ପରା କହିଛି, ପିଲାମାନଙ୍କ ଦେହରେ ଭଗବାନଙ୍କର ବାସ ଥାଏ। ସକଳ ଘଟେ ନାରାୟଣ ଅନାଦି ପରମ କାରଣ। କିନ୍ତୁ ଛୋଟ ଛୁଆଟି ହେଉଛି ଭଗବାନଙ୍କର ସ୍ୱରୂପ। ଆମେ କ'ଣ କରୁଛେ ନା ତାକୁ ଗର୍ଭ ଭିତରେ ନଷ୍ଟ କରିଦେଉଛେ। ଏହା କ'ଣ ଠିକ୍ କରୁଛେ? ଯେଉଁମାନେ ଭିଡ଼ିଓ ଦେଖିଛନ୍ତି ଗୋଟେ କମେଣ୍ଟ ଦେବେ, ଏଇଟା କ'ଣ ଠିକ୍? ଯଦି ଭଲ ଲାଗିଛି ତାହେଲେ ଭିଡ଼ିଓଟିକୁ ସେୟାର କରିବେ। ଆଉ କ'ଣ ହେଉଛି ନା, ସେଇ ଝିଅଟି ଯେତେବେଳେ ବଢ଼ି ବଢ଼ିକା ଯାଉଛି, ତାର ଗୋଟେ ଭାଇ ଆସୁଛି, ଯଦି ସେ ତା ଭାଇ ହାତରେ ରାକ୍ଷୀଟିଏ ବାନ୍ଧୁଛି, ସେଠି ହେଇଯାଉଛି କ'ଣ ନା ଜଣଙ୍କର ଭଗ୍ନୀ। ଯେତେବେଳେ ବଡ଼ ହେଇଯାଉଛି, ତାର ବିବାହ ହେଇଯାଉଛି, ସେ କ'ଣ ହେଉଛି ନା ଜାୟା। ତାପରେ ତ ପୁଣି ଯେତେବେଳେ ସେ ସନ୍ତାନଟିଏ ଜନ୍ମ କରୁଛି, ସେ ଜନନୀ ହେଇଯାଉଛି। କ'ଣ ହେଉଛି ନା, ସେ ଦିଭାଗ ହେଇଯାଇଥାଏ। ତାର ପିଲାଦିନ ବାପ ଘରେ, ତାର ବିବାହ ପରେ ଶାଶୁ ଘରେ। ସେ ଦୁଇ କୂଳର ହିତ ସାଧନ କରିଥାଏ। ଶାଶୁ ଶ୍ୱଶୁରଙ୍କର ସେବା କରେ, ନିଜର ବାପ ମାଙ୍କର ସେବା କରେ। କିନ୍ତୁ ଆଜିକାଲି ତ ବହୁତ ଲୋକ ବାପ ମାଙ୍କର ସେବା ବି ଆଉ କରୁନାହାନ୍ତି। ନିଜ ସ୍ତ୍ରୀକୁ ଧରି ଦୂରେଇକି ରହିଯାଉଛନ୍ତି ଦୂରରେ। ଯଦି ବାପ ମାଙ୍କର କିଛି ଅସୁବିଧା ପଡ଼େ, ତଥାପି ସେମାନେ ଆଳ ଦେଖାନ୍ତି, ମୋ ଦେହ ଖରାପ ଅଛି, ପିଲାର ପାଠ ପଢ଼ା, ପିଲାର ଏକ୍ଜାମ, ମୋ ଚାକିରିରେ ଛୁଟି ନାହିଁ, ବିଭିନ୍ନ ପ୍ରକାର ଆଳ ଦେଖାନ୍ତି। କାହିଁକି ନା ସେ ନିଜ ବାପ ମାଙ୍କର ସେବା କରିପାରିବନି। ସେ ନାରୀଟି ଯିଏ ତା ସ୍ତ୍ରୀ, ସେ ଯାହା ବି ହେଉ ନା କାହିଁକି, ତାଙ୍କର ଫ୍ୟାମିଲି ମ୍ୟାଟର ଭିତରେ କାହାର ପଶିବା କଥା ନୁହେଁ, କିନ୍ତୁ ବହୁତ ଭାବରେ ଦେଖନ୍ତି। କିନ୍ତୁ ଥରେ ଯାଇକରି ଦେଖନ୍ତୁ, ସେଇ ବୁଢ଼ା ବାପ ମା ଆଖିରୁ ତାଙ୍କର ଲୁହ ଝରଝର ହେଇ ଗଳି ପଡ଼ୁଥିବ। ଯେତେବେଳେ ବୁଢ଼ା ବାପାଟି ବାସନ ମାଜୁଛି, ସେତେବେଳେ ସେ କାନ୍ଦି ପକାଉଛି, ଆହା ଦିଦିଟା ଛୁଆ, ତିନିଟା ଛୁଆ ଜନ୍ମ କରି, କି ଗୋଟାଏ ଛୁଆ ଜନ୍ମ କରି ମୁଁ ବୁଢ଼ା କାଳେ ଆଜି ବାସନ ମାଜୁଛି। ହାତ ଥରୁଛି ରୋଷେଇଟିଏ କରିବା ପାଇଁ। ସେ ବୁଢ଼ୀ ମା ଅଣ୍ଟା ନଇଁ ଯାଉଛି, ତଥାପି ସେ ରୋଷେଇ କରୁଛି।
ଥରେ ଭାବନ୍ତୁ ଦେଖି ସେ କେତେ ଦୁଃଖ କଷ୍ଟରେ ରହୁଥିବେ। ଆଜି ବୋହୂମାନଙ୍କ ପାଖରେ ସେବା କରିବାର ନାହିଁ, ସେ ନାରୀ କେବେ ହେଲେ ଦୁହିତା ହେଇପାରିବ ନାହିଁ। ଆଉ ଦୁହିତା କିଏ ହେବ ନା ଯିଏ ଦୁଇ କୂଳର ହିତ ସାଧନ କରୁଥିବ। ଶାଶୁ ଶ୍ୱଶୁରଙ୍କର ଗୋଟେ ଭଲ ବୋହୂଟିଏ ହେଇପାରିଥିବ, ଆଉ ବାପ ମାଙ୍କର ଗୋଟେ ଭଲ ଝିଅଟେ ହେଇପାରିଥିବ। ସେ ହିଁ ଦୁଇ କୂଳର ହିତ ସାଧନ କରେ। ଯଦି ସେ ସନ୍ତାନଟିଏ ଜନ୍ମ କରେ ନା, ତାର ପିତୃପୁରୁଷ ପ୍ଲସ୍ ତାର ଶ୍ୱଶୁର ଘରର ଦି କୂଳକୁ ସିଏ ଉଦ୍ଧାର କରିଦେଇଥାଏ। ପୁତ୍ର ସନ୍ତାନ ଜନ୍ମ କରୁ କିମ୍ବା କନ୍ୟା ସନ୍ତାନଟିଏ ଜନ୍ମ କରୁ, ସେତେବେଳେ ସେ ମା ହେଇଯାଏ, ଜନନୀ ହେଇଯାଏ। ସେ ଦୁଇ କୂଳକୁ ହିତ କରିଦିଏ, ସେ ଭଗବାନଙ୍କ ସଦୃଶ ହେଇଯାଏ। କିନ୍ତୁ ଯଦି ଆମ କର୍ମ ଭିତରେ ଆମେ ଦୁଇ କୂଳର ହିତ ସାଧନ କରିବାନି, ଆମେ ଆମ ପରିବାରକୁ ଧରି ଅନ୍ୟତ୍ର ରହିବା, ବାପ ମାଙ୍କୁ ଭୁଲିଯିବା, ତାହେଲେ ସେ ନାରୀ କେବେ ହେଲେ ଦୁହିତା ହେଇପାରିବ ନାହିଁ। ଆଉ ଗୋଟିଏ ନାରୀଟି ଏଠି ବିଶେଷ ଭାବରେ, ଜଣେ ଭଉଣୀ ମୋତେ କମେଣ୍ଟ ଦେଇଥିଲେ, କ'ଣ ସବୁଯାକ ରୁଲ୍ସ ଆମ ନାରୀମାନଙ୍କ ପାଇଁ? ଆଜ୍ଞା ହଁ, ଆପଣମାନଙ୍କ ପାଇଁ ପ୍ରାୟ ରୁଲ୍ସ ଆପଣମାନଙ୍କ ପାଇଁ। କାହିଁକି କହିଲେ ନା ମାଟି ବି ଗୋଟିଏ ମା, ଆପଣ ବି ଗୋଟିଏ ମା। ମାଟିରେ ତିଆରି ପଦାର୍ଥକୁ ଯଦି ଆପଣ ସୁରକ୍ଷିତ ଭାବରେ ନ ରଖିବେ, ଦାୟିତ୍ୱ ନ ନେବେ, ସେ ଥରେ ଭାଙ୍ଗିଗଲେ ଆଉ ଦ୍ୱିତୀୟବାର ଗଢ଼ି ହୁଏ ନାହିଁ। ସେହିପରି ଯଦି ରୁଲ୍ସ ଗୁଡ଼ାକ ଆମେ ଫଲୋ ନ କରିବା, ତାହେଲେ ଆମେ ବିଶୃଙ୍ଖଳିତ ହେଇଯିବା। ଆଉ ଏ ବିଶୃଙ୍ଖଳିତ ଅବସ୍ଥା ଭିତରେ କ'ଣ ହେବ ନା, ଇଜ୍ଜତ ଟିକକ ଯେତକ ଅଛି ସେ ବି ନଷ୍ଟ ହେଇଯିବ। ଆଉ ନାରୀମାନେ ହେଉଛନ୍ତି ମୁଖ୍ୟ। ପ୍ରଥମ ବିବାହ କଲାବେଳେ ଦେଖିବେ ନାରୀଟିଏ ପ୍ରଥମେ ଆଗେଇ ସେ ହିଁ ଚାଲେ। ପ୍ରଥମ ପଦକ୍ଷେପଟା ସିଏ ନିଏ, ଦ୍ୱିତୀୟ ପଦଟା ତା ସ୍ୱାମୀ ନିଏ। ନାରୀ, ଆମେ ରାମଚନ୍ଦ୍ର ଯେତେବେଳେ ଯାଇଛନ୍ତି ସେତୁବନ୍ଧ ପ୍ରତିଷ୍ଠା ହେବ, କାହାକୁ ସ୍ମରଣ କରିଥିଲେ? ମା ଦୁର୍ଗାଙ୍କୁ, ବିଜୟା ଦଶମୀ, ଯାହାକି ଆପଣମାନେ ଜାଣିଥିବେ। ତେଣୁ ମା, ସେ ଦୁର୍ଗା ହେଉଛନ୍ତି କିଏ ନା ଭଗବାନଙ୍କର ସ୍ୱରୂପ। ତେଣୁ ଗୋଟିଏ ଗୋଟିଏ ନାରୀ ବା ଗୋଟିଏ ଗୋଟିଏ ମା ସେ ଭଗବାନଙ୍କର ସ୍ୱରୂପ। ତାରି ପାଖରେ ଚାରୋଟି ଧର୍ମ ଅଛି। କ'ଣ? ବା ଚାରୋଟି ବର୍ଣ୍ଣ ଯାହାକୁ କହୁଛନ୍ତି, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ସେ ଚାରି ଭାଗରେ ନିଜକୁ ବିଭାଜିତ କରିଦେଇଥାଏ। ପ୍ରତ୍ୟେକଟି ପଦକ୍ଷେପରେ ସେ ତାର ନିଜର ସ୍ଥିତି ଅନୁସାରେ କାର୍ଯ୍ୟ କରେ। ଯେତେବେଳେ ସେ ପାଠ ପଢ଼ଉଛି, ପ୍ରଥମ ଶିକ୍ଷୟିତ୍ରୀ ହେଉଛି ମା, ସେତେବେଳେ ସେ ଗୋଟେ ବ୍ରାହ୍ମଣର କର୍ତ୍ତବ୍ୟ କରିଦେଲା। ପିଲାକୁ ପାଠ ପଢ଼େଇଲା, ଠାକୁରଙ୍କ କଥା ଶୁଣେଇଲା, ଶିକ୍ଷାଦାନ ଦେଲା, ସେତେବେଳେ ସେ ମା ହେଇଗଲା ବ୍ରାହ୍ମଣ। ସେଇ ମା ଯେତେବେଳେ ପିଲାଟିକୁ ରକ୍ଷା କରୁଛି, ସେତେବେଳେ ସେ କ୍ଷତ୍ରିୟ ହେଇଯାଉଛି। ସେଇ ମା କେମିତି କ'ଣ କରି ପିଲାଟିକୁ ବଡ଼ କରିବ, ସଂସାର ଚଳେଇବ, ସେତେବେଳେ ସେ ବୈଶ୍ୟ ହେଇଯାଉଛି। ଯେତେବେଳେ ଶୂଦ୍ର, ପିଲାଟି ଝାଡ଼ା କଲା, ପରିସ୍ରା କଲା, ତାହାର ସେବା କରୁଛି ପିଲାର, ସେତେବେଳେ ସେ ଶୂଦ୍ର ହେଇଯାଉଛି। ତେଣୁ ମା ଭିତରେ ଚାରୋଟି ବର୍ଣ୍ଣ ଥାଏ। ତେଣୁ ପ୍ରତ୍ୟେକଟି ମା ଭିତରେ ଯଦି ଏଇ ଚାରୋଟି ବର୍ଣ୍ଣ ଆସିବ ପ୍ରତ୍ୟେକଟି ନାରୀ ଭିତରେ, ତାହେଲେ ଗୋଟେ ପରିବାର ହସ ଖୁସିରେ ଭରିଯିବ। ସେଇ ପରିବାରଟେ ଗୋଟେ ଭଗବତ ପ୍ରେମ, ଗୋଟେ ଠାକୁରଙ୍କର ଆଶୀର୍ବାଦ ନେଇ ଗଢ଼ି ଉଠିବ। ପରିବାରଟି ହସ ଖୁସିରେ ଚାଲିବ। କିନ୍ତୁ ସେଇ ପରିବାରରେ ନାରୀଟି ଯଦି ବିଶୃଙ୍ଖଳିତ ହେଇଯାଏ, ନିଜ ଶାଶୁ ଶ୍ୱଶୁରଙ୍କ କଥା ବୁଝେ ନାହିଁ, ତାହେଲେ ଯେତେ ଦୀକ୍ଷା ଶିକ୍ଷାରେ ତାର କୌଣସି ଲାଭ ବି ନାହିଁ। ଏହା ମୁଁ କହୁନି, ଯେଉଁମାନେ ହୃଦୟଙ୍ଗମ କରୁଛନ୍ତି ସେଇମାନେ ଜାଣିଥିବେ। ଆପଣ ପରା ପିଲାଟିଏ ଜନ୍ମ କରିଛନ୍ତି, କାଲି ସକାଳେ ଯେତେବେଳେ ଆପଣଙ୍କର ପିଲାମାନେ ଆପଣଙ୍କୁ ପଚାରିବେନି, ସେତେବେଳେ ଆପଣମାନେ ଭାବିବେ ଯେ କି ମୁଁ ମୋ ଶାଶୁ ଶ୍ୱଶୁରଙ୍କୁ ପଚାରିନଥିଲି, କି ପୁଅଟି ଭାବୁଥିବ ମୁଁ ମୋ ବାପା ମାଆଙ୍କୁ ପଚାରିନଥିଲି, ଆଜି ମୋ ପିଲାଟି ବି ମୋତେ ପଚାରୁନି। ସେତେବେଳେ ଦୁଃଖ ଆସିବ। ହେଲେ ସେ ଦୁଃଖକୁ ଯେତେବେଳେ ଆମେ ଭାବିବା କିଛି ଆମେ କରିବା, ସେତେବେଳେ ଆଉ ବାପା ମା ପାଖରେ ନଥିବେ। କାହିଁକି ନା ସିଏ ତ ମରିସାରିଥିବେ। ପଶ୍ଚାତାପ ପଛରେ କଲେ କ'ଣ? ଆଜି ହିଁ ପଶ୍ଚାତାପ କରି ଆଜି ହିଁ ବାପା ମାଆଙ୍କର ଦାୟିତ୍ୱ ନେବା, ଆଜି ହିଁ ବାପା ମାଆଙ୍କର ସେବା କରିବା। ଆଉ କିଛି ଜଣ ଅଛନ୍ତି ବାପା ମାଆଙ୍କ ପାଖକୁ ପଇସା ପଠାଇ ଦେଉଛନ୍ତି, ବାପା ମା ରୋଗାଗ୍ରସ୍ତ, ଉଠିବାକୁ ବଳ ପାଉନି, ରୋଷେଇଟିଏ କଲେ ଖାଇବେ, ପରିବାଟିଏ ପାଇଁ ବଜାରକୁ ଯିବାକୁ ପଡ଼ୁଛି, ଡାକ୍ତରଖାନାକୁ ଗଲେ କିଏ ତ ଜଣେ ସାଥିରେ ଥିବ, ଗୋଟେ ସାହାରା ଦରକାର। ଆଜ୍ଞା, ବୃଦ୍ଧା ଅବସ୍ଥାରେ
गोटे सहारा दरकार से सहारा होते तार संतान जदि से संतान तार बापा माँ को पचारे ना केते जन स्त्री बोलकरा होता केते जन पुओ स्वार्थपर होता से जहाँ भी होना कहीं जे बापा माँ ठार दूरे रही चेष्टा करे सब बेले तार जीवन रे आज्ञा निस्तार ना से अधपतन से ही हो जाए आ भाविला बेले को आमर गोटे कथा ना कि नेड़ी गुड़ कहूणी को बही जाए तेणु यार भितर जो नारी दुई कूलर हित साधन करे हित माने आपण माने भल भाव बुझी सारे हित कौन ना सेवा जिते गोटे नारीटे भितर सेवा मनोभाव नथिबो शाशु शशुर को से भल पाई नथिबो किंबा गोटे पुओटे निज बापा माँ को जो पचारू नथिबो भल पाऊ नथिबो से निजर बापा माँ हूँ कि शाशु शशुर भी हूँ वृद्धावस्था साहाय्य किए साहा किए होता है साहाय्य तो नुहे साहा किए होता है से पिलाटी होता है तार बापा माँ हूँ तो कि तार शाशु शशुर हूँ समस्त को समान दृष्टि समस्त सेवा करवा से मुहर जदि हस फुटेदेला ना ताला आम जीवन सार्थक हो गला आउ से नारी जी शाशु शशुर सेवा करने को पछ घुंचा दिए ना सी ही दुहिता सी ही गोटे देववंशी आउ जो नारी शाशु शशुर कथा बुझा हेय ज्ञान करे से दूरे रहा तार स्वामी को प्रवर्ताए से नारी हूँ गोटे राक्षसी तेणु एथिरे बुझीपारे केउ नारी दुहिता आउ केउ नारी माने दु पिता तो कही ना राक्षसी गोटे से भली भाव गोटे नारी ही चाहिए तार परिवारटी गोटे स्वर्ग हो जाए आ से नारीटी चाहिए गोटे परिवारटी नर्क हो जाए भांगी जाऊ तेरे मात्र पछ घुंचा दिए ना आउ केते जन अछंती केतेटे नारी अछंती निज माँ कथार पड़ी शाशु शशुर कथा भूली जाती से नारी मानू भी गोटे कथा कहूँ जे तमें झीटे पठेच से झीटार परिवार केमती हस खुशी रही से शिक्षा दियो किंतु कुशिक्षा दे से परिवार टी भांगी दियो ना एतिक मन रखि था तुमरी भी गोटे पुत्र संतान अच्छी जो तुमको पचार ना ता स्त्री भी आसले से कर कहीं आमे जहाँ बुणीबा आमे ताहा ही पाइबा आमे आम खेत धान बुणिक कौन गहम पाउचे कि धान बुणिले धान ही पाइबा आउ कौन होउची ना एतिकी बिहन पकाउचे एते ही अमल करुचे सेमिति आमे जदि आम झीटी को कुशिक्षा दबा टिकिए आमर बोहू जी आसो आम से एते कुशिक्षा आणिक आसी तेणु गोटे परिवार को केबे भांगी दिंतु नहीं बरं झीटी जदि किसी भूल करुच्ची ताहले निज झील को बुझातु कि तू तो शाशु शशुर कथा बुझु सी तो बापा माँ कथा बुझीब किंतु शाशु शशुर कथा बुझ भल शिक्षा ताकू दिंतु आ नारी मानू निजर जो मैंने शाशु माँ से शाशु माँ मानक भी गोटे कथा कहूँ केबे निज संतानर जदि गोटे शिशुकन्या थाए गर्भस्थ शिशुकन्या केबे ताकू विनाश कर दिंतु नहीं आउ जदि विनाश करदेवे ताहले आपण गोटे शाशु नुहति तो आपण गोटे भी राक्षसी कहीं ना आपणकर तो गोटे झील थिला आपण ताको पिला दिने मारिदेलेनी ना सेटा आपणकर थिला जदि आपणक शाशु से कथाटी कही था आपण केते कष्ट होता थरे से नारीर दुख वेदना को बुझंतु तेणु एठार मुख्य होउची गोटे नारी होउची आग धेड़ीर छात्री तेणु आगरे ही जी रुहति प्रबल रूल रेगुलेशन थाए तेणु नारीटीए जदि सुशिक्षा पाइला सुशिक्षा सुदीक्षा सुप्रयोजन ये तीनोटी जदि नारी भितर आसीगला ताले से नारीटी गोटे देवी हो जाए गोटे माँ हो जाए तार पाद तल छुईकरी प्रणाम करने को इच्छा हुए आउ जो नारीटी जो गोटे घर भांगी दिए शाशु शशुर सेवा करे ना निजर पूर्वपुरुष मानकर कथा बुझे ना निजर गुरु गुरुजन मान बेखातिर करे से नारी हूँ गोटे राक्षसी तेणु से राक्षसी मान पाखर भी दूरे रहा दरकार आउ से माँ को जी गोटे दुहिता ता पाद को भी बंदन करने दरकार जदि कथाटी भल लगी थाए ताहले किछि शेयर करने दरकार नहीं
ବୁଝିଯିବା ଦରକାର ନା ମୁଁ ବି ଗୋଟିଏ ଦୁହିତା। ଆଉ ସେଇ ଭାଇମାନଙ୍କୁ ଗୋଟେ ଅନୁରୋଧ, ଥରେ ନିଜର ବାପା ମାଆଙ୍କ କଥା ଭାବି ଦେଖନ୍ତୁ, ବୁଝନ୍ତୁ। ଆଉ ନିଜର ସ୍ତ୍ରୀ ଯଦି ବୁଝି ଯାଉଛି ତ ଭଲ କଥା, ଯଦି ବୁଝୁନି ତାକୁ ତାହେଲେ ଟିକେ ବୁଝାନ୍ତୁ। ବାପା ମା ପରା ଜୀବନରେ ଆଉ କେବେ ମିଳିବେନି, ତାଙ୍କ ଜାଗା ଆଉ କେହି ନେଇପାରିବେନି। ରହୁଛି, ଜୟ ଜଗନ୍ନାଥ।